आसन्तु आजी शुणिबा श्रीमद् भागवतर प्रथम स्कंदर चतुर्थ अध्याय। एमंती भागवत वाणी सुत मुनिक मुखु शुणी मुनिक मथे कुल वृद्ध सनक नामे धर्मसूथ सर्वमुनिक अवधाने पुछन्ति मधुर वचने हे सुत तुम्भे महाधीर बकता जन मथे बर जाह्नवी तटे राजागे सुक जा कहिले सरागे से कथा कह आम्भ आग तुम्भे जे अट महाभाग ए भागवत शास्त्र केबे व्यास रचिले केउ जोगे काहार बोले काहि बसी कि भावे कि हे तू उदेसी सुक जी ताहं कुमार समदरसी निर्विकार एकांत मती रात्र दिने कृष्ण महिमा जार मने निर्माया मूढ़ ता प्रतीति लक्ष्मी न पारे केहि गति जाहार आग मन काले देव कन्याए थिले जले स्वभावे नग्न तांकु देखी धाइले लज्जा को पेखी देखिबा अर्थे जल तटे मिलिले सुखं कनिकटे व्यासंकु तांको पछे चाही जले पसिले बेगे जाई स्वभावे से सुर जुवती जानती सर्व प्राणी गति देखी कन्यांक मूढ़ गति चंचल व्यासंकर मती पुणी क्षणिके पाई शांति कन्या को चाही पचारंती आइल मोर पुत्र चाही किंपा पसिल जले जाई एकिस तुम्भ रबे भार से सुक मोहर कुमार तरुण बयस ताहार ए वृद्ध शरीर मोहर व्यास वचने नारी गणे तक्षणे नमिले चरणे बोलंती व्यास मुख चाही संसार तांक हृदय नाही तिरी पुरुष न जानती समस्त एक भावे चिंती तुम्भे जे बोलो आंबे वृद्ध विषय रसे अच्छी साधा एघेनी होई लुअंतर
ଲୋକ ରହିଲେ ସେହି ବନେ ସେ ଶୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜେ ଜଡ଼ ଉନ୍ମତ ପ୍ରାୟ ହୋଇ ତାହାଙ୍କୁ କେହି ନ ଜାଣଇ କେମନ୍ତେ ପରଖିତ ମିଳେ ମିଳିଲେ ଜାହ୍ନବୀର କୂଳେ ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସାସ୍ୱାଦେ ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ଯେ ନିତ୍ୟ ଭିକ୍ଷାର୍ଥେ ମିଳେ ଗୋତ୍ରହ ମାତ୍ର ଦ୍ୱାରେ ରହି ଗୃହିଙ୍କି ତୀର୍ଥ ଫଳ ଦେଇ ସେ ମୁନି ପରୀକ୍ଷିତ ମେଳ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ପୁଣି ଭାଗବତ ଶାସ୍ତ୍ର କହିଲେ ତ ଆଚମ୍ବିତ ଏ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ ଅତି ଅଦ୍ଭୁତ ଅଛୁ ଜାଣି ଏବେ ତରିବୁ ତାହା ଶୁଣି ସେ ସର୍ବରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର ପାଣ୍ଡବ ବଂଶେ କୀର୍ତ୍ତିଧର ରାଜ ସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଦ୍ୱାର ପାଦ ନମନ୍ତି ଦେଇନା ସମ୍ପଦ ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇନା ସମ୍ପଦ ଯୁବା ବୟସେ ନରପତି ତେଜିଣା ଅଚଳ ବିଭୂତି ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ ହରି ଚରଣ ଚିନ୍ତି ଚିତେ ଯା ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷି ଗୃହ ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବନି ମନ୍ତେ ତୁମ୍ଭେ ସମ୍ଭାଳ ବିଦ୍ୟା ପର କହ ସଂଶୟ ଯାଉ ଦୂର ଏମନ୍ତେ ସୌନକ ବଚନେ ସକାଳ ପ୍ରଶ୍ନ ଅନୁମନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପରଶଂସି ଶୁଣ ସକଳ ମୁନି ଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟଜୁତେ ଯୋଜନା ଗନ୍ଧା ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହେ ଘେନି ସେ କଦିନେ ପ୍ରାତଃ କାଳେ ସ୍ନାହାନେ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିନ ନିଶ୍ଚଳ ଆସନେ ପରବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି
स्वभावे अनुसारे कଳି आगमे प्राणीଙ୍କର जे मन्ते होइब विभार श्रद्धा छाड़िबे अति दूरे निसत्व होइबे शरीरे बुद्धि होइब लोभवश लोके होइबे अल्पायुष दुर्भोग होइबे सकळे एहा जानिले जोग बळी ब्राह्मण आदि चारि बन्ने कଳି बଞ୍ଚିବେ ଯେଉଁ ଧର୍ମେ भेद उदित शुद्ध कर्म आश्रमे भिन्न भिन्न धर्म जीवर सुधे अर्थ करी जेमन्ते विष्णु माया तरी धर्म साधिबे यज्ञ मते एमन्त भाଳି मुनि चिते वेद कुकळी चारि खण्ड मध्ये भी आई कर्म काण्ड रुक यजुषा अर्थर्व ए रूपे करी भिन्न भाव पंचम वेद इतिहास कले पुराण अष्टादश पहिल मुनि की आनिले प्रथम वेद पढ़ाइले जयिमिनी की देले साम যজুজে বই সম্পায়ন অঙ্গিরা মুনি অর্থ বণে ମୋ ପିତାର ମହର ଶଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳ୍ପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ ତେଣୁ ଏ ବେଦ ଭାବ କଲେ ଯେ ଯାହା ମତି ଅନୁସାରେ ତ୍ରିସୂତ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧି ମନ୍ଦରେ ବେଦମନ୍ତି ଭାରତ ପଦ ବନ୍ଧେ ଗୁନ୍ଥି ବହୁ ଉଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ ପ୍ରାଣୀକୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ଅନ୍ତେ କଲେ হে ସର୍ବ ଧର୍ମ ଯେତେ ଦୋଷ ନହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନର ହେ ନିଶ୍ଚଳେ ଯୋଗ ନ ପାରି ଚିତ୍ତ ଧରି ଚଞ୍ଚଳେ ମନ୍ତ ବିଚାରି ଅତି କଠୋର ବେଦାଗ୍ନି ପୂଜି ଗୁରୁଙ୍କ आज्ञा मानी कर्मर नाश नाही तेणे मु जाहा करिछि निर्माणे जेउ भारत वेद सारे कली स्त्री सूत्र तारिबारे तेबे निर्मल नहे चिंता अनेक छन छन ए मन धरी बिके मन्ते निश्चल करी ज्ञान पथे जेते चिंतिली वेद धर्म विचारे से तो माया भ्रम ए माया तुटाई जे मते श्री कृष्ण भक्ति जोग पथे कहिबी भागवत धर्म जेणे न लागे भव भ्रम एमंत हृदय विचारी मन को न पारंती धरी एमंत समय नारद आसन्ते
ନିକଟେ